ଜୟ ଜଗନ୍ନାଥ। ଗୋଟେ ଗାଁରେ ଜଣେ ସାଧୁ ବାବା ଥିଲେ। ତ ସେ ସାଧୁ ବାବାଙ୍କୁ ସେ ଗାଁର ସମସ୍ତ ଲୋକ ବହୁତ ମାନୁଥିଲେ, ପୂଜା ବି କରୁଥିଲେ। ତ ଦିନେ କ'ଣ ହେଇଛି, ସେଇ ଗାଁର ଗୋଟେ ଝିଅଟିଏ ଗର୍ଭବତୀ ହେଇଯାଇଛି ଅବିବାହିତ ଅବସ୍ଥାରେ। ତ ସେତେବେଳେ କ'ଣ ହେଇଛି ନା, ତ ଯେତେବେଳେ ତା ବାପା ଜାଣିଛି କି ସେ ଝିଅଟି ଗର୍ଭବତୀ ହେଇଯାଇଛି, ଠିକ୍ ଏହି ସମୟରେ ସେ ତା ଝିଅକୁ ପଚାରିଛି କି ଏ ପିଲାର ବାପା କିଏ। ତ ସିଏ କିଛି ନ ବୁଝି ସେ ସେତେବେଳେ ସେଇ ସାଧୁଙ୍କ ନାଁ ବତେଇ ଦେଇଛି କି ଏ ସାଧୁ ବାବା ହେଉଛନ୍ତି ଏ ପିଲାର ବାପା। ତ ସେ ବାପା ଜଣକ ହଠାତ୍ ଆଶ୍ଚର୍ଯ୍ୟ ହେଇଯାଇଛି କି ସାଧୁ ବାବା ଏମିତି କାର୍ଯ୍ୟ କେମିତି କରିପାରିଲେ। ତ ଠିକ୍ ସିଏ ସବୁ ଗାଁ ଲୋକଙ୍କୁ ଏକାଠି କରି ସେ ସାଧୁ ବାବାଙ୍କ ପାଖକୁ ଗଲେ, ସାଧୁ ବାବାଙ୍କ ଆଶ୍ରମକୁ। ତ ସେ ସମୟରେ କ'ଣ ନା, ସାଧୁ ବାବା ନଥିଲେ ଆଶ୍ରମରେ। ତ ସେ ଉତ୍ତେଜିତ ହେଇକି ସେ ଆଶ୍ରମକୁ ଜାଳି ଦେଇଛନ୍ତି। ତ ସେ ସମୟରେ ସାଧୁ ବାବା ତାଙ୍କ ଭିକ୍ଷାବୃତ୍ତି ସାରି ସେ ଫେରିଛନ୍ତି। ସେ ସମୟରେ ତ ଠିକ୍ ଦେଖୁଛନ୍ତି ତାଙ୍କ ଆଶ୍ରମଟି ମଧ୍ୟ ଜଳୁଛି। ଗାଁ ଲୋକ ସେଠି ଉପସ୍ଥିତ ଅଛନ୍ତି। ତ ସିଏ ସେଇ ସମୟରେ ପଚାରିଛନ୍ତି, ଆରେ କ'ଣ ହେଇଛି, ମୋ ଆଶ୍ରମ କାହିଁକି ଜାଳିଦେଲ? ତ ସେହି ସମୟରେ ଗାଁର ଲୋକ ଉତ୍ତେଜିତ ହୋଇ କହିଛନ୍ତି କି କ'ଣ ଆପଣ ଜାଣିପାରୁନାହାନ୍ତି କିଛି? ଏତେ ସବୁ କଲା ପରେ ବି ଆପଣ କ'ଣ ଜାଣିପାରୁନାହାନ୍ତି? ଆପଣ ଜଣେ ବାବା ହେଇକି ଏମିତି କେମିତି କଲେ? ତ ଠିକ୍ ସେଇଭଳି ସେହି ସମୟରେ ସେ ଛୋଟ ପିଲାଟିକୁ ବାବାଙ୍କ ହାତରେ ଧରେଇ ଦେଇକି ସେ ପଳେଇ ଆସିଲେ। ତ ତା ପରଦିନ ସକାଳୁ ଉଠିଲେ ବାବା ସାଧୁ ଜଣକ ତାଙ୍କ ନିତ୍ୟକର୍ମ ସାରି ସେ ପୁଣି ତାଙ୍କ ଭିକ୍ଷାବୃତ୍ତିରେ ଚାଲିଲେ। ତ ଯେତେବେଳେ ସେ ଭିକ୍ଷାବୃତ୍ତି ପାଇଁ ଯାଉଛନ୍ତି, ଯେତେବେଳେ ସେ ଗାଁକୁ ଯାଉଛନ୍ତି ନା, ତ ସେ ଗାଁର ଲୋକମାନେ ସବୁ କବାଟ ବନ୍ଦ କରିଦେଉଛନ୍ତି କି ଇଏ ଜଣେ ସାଧୁ ନୁହେଁ, ଏ ଜଣେ ଚୋର ତସ୍କର, ଏମିତି କିଛି ଅପମାନ ଦେଇ ସେ କବାଟ ବନ୍ଦ କରିଦେଉଛନ୍ତି। ତ ସାଧୁ ଜଣକ ଏଠି କହୁଛନ୍ତି, ଆରେ ମୋ ପାଇଁ ନହେଲା ନାହିଁ, ତ ଏ ଛୁଆଟି ପାଇଁ କିଛି ଦିଅ, ଏ ଛୁଆଟା ଆହାର ବିନା ମରିଯିବ। ଠିକ୍ ଏଇ କଥାଟି ତା ମା' ଆଖିରେ ପଡ଼େ। ତ ସିଏ ଏକୁ ଆଉ ସହିପାରୁନଥାଏ। ଆଉ ସିଏ ଏହି ସମୟରେ ତା ବାପାଙ୍କୁ ଯାଇ କହିଛି କି ବାପା, ମୋର ଗୋଟେ ବହୁତ ବଡ଼ ଭୁଲ ହେଇଯାଇଛି। ପ୍ରକୃତରେ ଏ ଯେଉଁ ଛୁଆଟିର ବାପା ସାଧୁ ଜଣକ ନୁହନ୍ତି। ତ ତା'ର ପ୍ରକୃତ ବାପାକୁ ଲୁଚେଇବାକୁ ଯାଇକି ମୁଁ ସେଇ ବାବା ବା ସାଧୁ ଜଣଙ୍କ ନାଁରେ ମିଛ କହିଛି। ତ ସିଏ ସାଙ୍ଗେ ସାଙ୍ଗେ ଆଶ୍ଚର୍ଯ୍ୟ ହେଲେ, ସବୁ ଗାଁ ଲୋକଙ୍କୁ ଡାକିକି ଏକାଠି କଲେ। ଯାଇ ତାପରେ ସେ ସାଧୁ ଜଣଙ୍କ ପାଖରେ ପହଞ୍ଚିଲେ। ଆଉ କହିଲେ, ବାବା ଆମ ଦ୍ୱାରା ଗୋଟେ ବହୁତ ବଡ଼ ଭୁଲ ହେଇଯାଇଛି। ସେ ବାବା ଜଣକ କହୁଛନ୍ତି, କ'ଣ ଭୁଲ ହେଇଛି, ପୁଣି କ'ଣ ହେଲା, କିଛି ଅସୁବିଧା ହେଲା କି? ତ ସେ ସେଇଠି କହୁଛନ୍ତି ଝିଅଟିର ବାପା କି ପ୍ରକୃତରେ ଏ ଛୁଆର ବାପା ଆପଣ ନୁହନ୍ତି। ତ ୟାର ପ୍ରକୃତ ବାପାକୁ ଲୁଚାଇବାକୁ ଯାଇ ମୋ ଝିଅ ଆପଣଙ୍କୁ ଦୋଷୀ କରିଦେଇଛି। ତ ଏଇଠି ସାଧୁ ଜଣକ ସ୍ମିତହାସ୍ୟ ଦେଇ ଚୁପ୍ ରହିଗଲେ। ତ ତାପରେ ସେ ଝିଅଟିର ବାପା ତାକୁ ପଚାରୁଛନ୍ତି ସାଧୁ ଜଣକୁ, ତ ଆପଣଙ୍କୁ ଯଦି ମିଛରେ ଏମିତି ଦୋଷାରୋପ କରାଗଲା, ତ ଆପଣ କାହିଁକି କିଛି କହିଲେ ନାହିଁ? ତ ଏଇଠି ସାଧୁ ଜଣକ କହିଥିଲେ କି ମୋତେ କିଏ କ'ଣ କହିବ ସେଥିପାଇଁ ମୁଁ କିଛି ଚିନ୍ତିତ ନଥିଲି। ତ ମୋତେ ଜଣେ ଭଲ କହିବ ସେଥିପାଇଁ ମୁଁ କିଛି ଭଲ କାମ କରିବି, ଜଣେ ମୋତେ ଖରାପ କହିବ ସେଥିପାଇଁ ମୁଁ କିଛି କରିବିନି, ଏଇଟା ମୋର ଭାବନା ନଥିଲା। କି ଆଜିକାଲି ଯିଏ ଯେମିତି ଭାବୁଛି ତ ତାକୁ ସେମିତି ଭାବିବାକୁ ଛାଡ଼ିଦିଅ। ଠିକ୍ ସେଇଭଳି ତ ଯଦି ଆମ ଛୁଆମାନଙ୍କୁ ସେଇଭଳି କିଛି ଶିକ୍ଷା ଦେବା, ତାହେଲେ ସେମାନେ ସେଇଭଳି ହେବେ। କେମିତି ନା, ଯଦି ଗୋଟେ ଛୁଆ କହିବ, ଆରେ ଝିଅମାନଙ୍କୁ ଖରାପ ନଜରରେ ଦେଖିବୁନି, ତ ସେଠି କ'ଣ ହେବ ନା, ଛୁଆଟି ଯିବ ପ୍ରଥମେ ଦେଖିବ ସେ ଖରାପ ନଜରଟା କ'ଣ। ତ ସେ ସେଠି ଖୋଜିବ ସେ ଖରାପ ନଜରଟା କ'ଣ, ରିସର୍ଚ୍ଚ କରିବ, ଦେଇକି ଖରାପ ନଜରଟି ବାହାରିବ ଯେତେବେଳେ ସେ ପୁଣି ତାକୁ ସେଠି ପ୍ରୟୋଗ କରିବ। ଆମେ କାହିଁକି ତାକୁ ସେଠି ଭଲ ଶିକ୍ଷା ନ ଦେବା କି ଆରେ ଛୁଆ, ତୁ
ଝିଅମାନଙ୍କୁ ମା ସମ୍ମାନ ଭଉଣୀ ସମ୍ମାନ ଦେଖିବୁ। ତ ସିଏ ସେଇ ଜାଗାରେ ଖୋଜିବ କି ମା ଆଉ ଭଉଣୀର ପ୍ରକୃତ ଅର୍ଥ କ'ଣ। ତ ସିଏ ସେତେବେଳେ ଖୋଜିବ, ସେ ଜାଣିବାକୁ ପାଇବ ସେସବୁ ବିଷୟରେ ଭଲ ଶିକ୍ଷା। ତ ସିଏ ସେଇଠୁ ତା ଜୀବନରେ ଭଲ ଶିକ୍ଷାକୁ ପ୍ରୟୋଗ କରିବ। ତ ଏଠି କହିବାର ଅର୍ଥ ଏହା କି ଯିଏ କ'ଣ କଲା କହିଲା ସେଟାକୁ କେବେ ଧରିବନି। ତ ଆମେ କେମିତି ଭଲ ହେବା ବା ଭଲ କଥା ଶିଖେଇବା, ସେୟା ହିଁ ଆମେ କହିବା ବା ଆମ ଛୁଆଙ୍କୁ ସେୟା ହିଁ ଶିଖେଇବା। ଆମେ କରିବା ସେଇଟା ଆଉ ଆମ ଛୁଆଙ୍କୁ ମଧ୍ୟ ସେଇଟା ଶିଖେଇବା।